ମୁଁ ଶକ୍ତି ପ୍ରସାଦ ମୋ ଚ୍ୟାନେଲ୍ ଶକ୍ତି ଏଜୁକେସନ୍କୁ ସମସ୍ତଙ୍କୁ ସ୍ୱାଗତ। ଭିଡ଼ିଓରେ ଡିସ୍କସନ୍ କରିବା ଅର୍ଥନୀତିର ଆର୍ଥନୈତିକ ବିକାଶ ତାର ଆମେ MCQ। ତ ପ୍ରଥମ କ୍ୱେଶ୍ଚନ୍ ଦେଖିବା ଟାଇମ୍ ୱେଷ୍ଟ ନ କରିକି, କେଉଁଟି ବିକଶିତ ରାଷ୍ଟ୍ରର ଲକ୍ଷଣ? କେଉଁଟା ବିକଶିତ ରାଷ୍ଟ୍ରର ଲକ୍ଷଣ? ଆୟ ଅଧିକା। ଦେନ୍ ଦେଖିବା କେଉଁ ଅର୍ଥବ୍ୟବସ୍ଥାରେ ଦ୍ରବ୍ୟ ଓ ସେବା ଉତ୍ପାଦନକାରୀ ସଂସ୍ଥାଗୁଡ଼ିକ ସରକାରୀ ଉଦ୍ୟମରେ ପ୍ରତିଷ୍ଠିତ ଓ ପରିଚାଳିତ ହୋଇଥାଏ? ସମାଜବାଦୀ। ଦେନ୍ ଦେଖିବା ଭାରତରେ ମିଶ୍ର ଅର୍ଥନୀତି ଅନୁସରଣ କଲା ପରେ ଦେଶ କେଉଁ କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ସଫଳତା ହାସଲ କରିପାରିଥିଲା? ଶିଳ୍ପ। 1951 ମସିହାରେ ଦେଶର ମୁଦ୍ରାସ୍ଫୀତି କେତେ ପ୍ରତିଶତକୁ ବୃଦ୍ଧି ପାଇଥିଲା? ନା 12%। ଦେନ୍ ଦେଖିବା 2016 ମସିହା ସୁଦ୍ଧା ବିଶ୍ୱ ବାଣିଜ୍ୟ ସଂଗଠନ କେତୋଟି ଦେଶ ସଦସ୍ୟ ଅଛନ୍ତି? ଆନ୍ସର ହେବ 164। କେତୋଟି ଉଦ୍ୟୋଗରେ ଏକଚେଟିଆ ଅଧିକାର ବ୍ୟବସ୍ଥା ସରକାର ରଖିଛନ୍ତି? 18ଟି। ଦେନ୍ ଦେଖିବା ନିମ୍ନୋକ୍ତ କେଉଁ ନୀତି ଅନୁଯାୟୀ ଭାରତକୁ ବଜାର ଭିତ୍ତିକ ଅର୍ଥନୀତିରେ ପରିଣତ କରାଯାଇଛି? ଜଗତୀକରଣ। 2001 ଆଉ 2 ମସିହା ଆମଦାନୀ ରପ୍ତାନି ନୀତି ଅନୁଯାୟୀ କେତୋଟି ପଣ୍ୟଦ୍ରବ୍ୟ ଉପରୁ କଟକଣା ଉଠାଇ ଦିଆଯାଇଛି? ଆନ୍ସର ହେବ ଅପସନ୍ ଡି 215। ଦେନ୍ ଦେଖିବା 9 ନମ୍ବର 1948ରୁ 90 ମସିହା ମଧ୍ୟରେ ଦେଶର କେଉଁ କ୍ଷେତ୍ରରେ ବିଫଳତା ଦେଖାଯାଇଥିଲା? 9 ନମ୍ବର ଆନ୍ସର ହେବ ଘରୋଇ ଉଦ୍ୟୋଗ କ୍ଷେତ୍ରରେ। ଦେନ୍ ଦେଖିବା 2019 ମସିହା ଡିସେମ୍ବର ସୁଦ୍ଧା ଭାରତର ବୈଦେଶିକ ମୁଦ୍ରାର ଗଚ୍ଛିତ ପରିମାଣ କେତେ କୋଟି ଡଲାର ଥିଲା? ଆନ୍ସର ଏଠି 45,300। ଦେନ୍ ଦେଖିବା 11 ନମ୍ବର ଆମେ ଭାରତ କେବେ ବିଶ୍ୱ ବାଣିଜ୍ୟ ସଂଗଠନ ଯୋଗ ଦେଇଥିଲା? 11ଟି ଆନ୍ସର ହେବ ଅପସନ୍ ବି 1995 ମସିହା। ଦେନ୍ ଦେଖିବା ନିମ୍ନୋକ୍ତ ମଧ୍ୟରୁ କେଉଁ ଉତ୍ପାଦନ ସଂସ୍ଥା ଜଗତୀକରଣ ଯୋଗୁଁ କ୍ଷତିଗ୍ରସ୍ତ ହେଉନାହିଁ? ଆନ୍ସର ହେବ ଇସ୍ପାତ। ଦେନ୍ ଦେଖିବା ବିଶ୍ୱ ବାଣିଜ୍ୟ ସଂଗଠନ କେବେ ସୃଷ୍ଟି କରାଯାଇଥିଲା? ନା 1995 ମସିହା। ବିଶ୍ୱ ବାଣିଜ୍ୟ କାରବାର ଭାରତର ଅଂଶ କେତେ ପ୍ରତିଶତରୁ କମ୍ ରହିଛି? 14ଟି ଆନ୍ସର ହେବ 1%ରୁ କମ୍। ଦେନ୍ ଦେଖିବା ଆମେ ନିମ୍ନୋକ୍ତ ମଧ୍ୟରୁ କେଉଁ ପ୍ରସଙ୍ଗଟି ଉପରେ ବିଶ୍ୱ ବାଣିଜ୍ୟ ସଂଗଠନ ଗୁରୁତ୍ୱ ପ୍ରଦାନ କରିନଥାଏ? କେଉଁଟା କରିନଥାଏ? ନା ବିଭିନ୍ନ ଦେଶର ଅଧିକ କଳକାରଖାନା ସ୍ଥାପନ। ଅପସନ୍ ବି। 1990 ମସିହା ବେଳକୁ ଆମ ଦେଶର ଜାତୀୟ ଆୟ ବୃଦ୍ଧିର ପରିମାଣ କେତେ ପ୍ରତିଶତକୁ ହ୍ରାସ ପାଇଥିଲା? 16ଟି ଆନ୍ସର ହେବ ଅପସନ୍ ବି 0.8%। ଆମ ଦେଶର କୃଷି କେଉଁ ମାଲିକାନାର ଅନ୍ତର୍ଭୁକ୍ତ? କୃଷିଟା ହେଲା କ'ଣ ଆମର ଘରୋଇ। ଜଗତୀକରଣ ପ୍ରକ୍ରିୟାର କୁପ୍ରଭାବ କେଉଁ ଶିଳ୍ପ ଉପରେ ପଡ଼ିଛି? ନା ଟାୟାର। 19 ଦେଖିବା ଆମେ କେଉଁ ମସିହାରେ ଭାରତର ଅର୍ଥନୈତିକ ସଙ୍କଟଜନକ ପରିସ୍ଥିତି ସୃଷ୍ଟି ହୋଇଥିଲା? 1991 ମସିହା। ଦେନ୍ ଦେଖିବା 2010-11 ମସିହାରେ ଭାରତର ମୁଣ୍ଡ ପିଛା ଆୟ କେତେ ଥିଲା? 20ଟି ଆନ୍ସର ହେବ ଅପସନ୍ ବି 53,331 ଟଙ୍କା। ଦେନ୍ ଦେଖିବା 21 ନମ୍ବର ଆମେ ଭାରତର ଜଗତୀକରଣ ପ୍ରକ୍ରିୟା ଆରମ୍ଭ ହେଲା ପରେ ଭାରତ ସମଗ୍ର ବିଶ୍ୱ ସହିତ କେଉଁ କ୍ଷେତ୍ରରେ ସାମିଲ ହୋଇପାରିନାହିଁ? 21ଟି ଆନ୍ସର ହେବ ସ୍ୱାସ୍ଥ୍ୟ ସେବା। ନିମ୍ନୋକ୍ତ ମଧ୍ୟରୁ କେଉଁଟି ଉଦାରୀକରଣର ଏକ ସୁବିଧା ନୁହେଁ? କେଉଁଟା ଉଦାରୀକରଣ ସୁବିଧା ନୁହେଁ? ବିଦ୍ୟୁତ ଦେୟ ଛାଡ଼ ହେବ ଏଠି କରେକ୍ଟ ଆନ୍ସର। ଦେନ୍ ଦେଖିବା 23 ନମ୍ବର ଆମେ ମୁଣ୍ଡ ପିଛା ଆୟ ନିର୍ଣ୍ଣୟ କଲାବେଳେ କାହାକୁ ଭାଜ୍ୟ ଭାବରେ ଗ୍ରହଣ କରାଯାଇଥାଏ? ଆନ୍ସର ହେବ 23ରେ ଏଠି ଜାତୀୟ ଆୟ। ବ୍ୟକ୍ତିବିଶେଷଙ୍କ ଉଦ୍ୟମରେ ପ୍ରତିଷ୍ଠା କରାଯାଇଥିବା ଉଦ୍ୟୋଗକୁ କ'ଣ କୁହାଯାଏ? 24ରେ ଏଠି ଆନ୍ସର ହେବ ଘରୋଇ ମାଲିକାନା। ଦେନ୍ ଦେଖିବା 25 ନମ୍ବର ଆମ ଦେଶର ଅର୍ଥନୀତିରେ ସଂସ୍କାର ଆଣିବା ନିମନ୍ତେ ପ୍ରବର୍ତ୍ତନ କରାଯାଇଥିବା ନୂତନ ନୀତିକୁ କ'ଣ କୁହାଯାଏ? 25ରେ ଏଠି ଆନ୍ସର ହେବ ଅପସନ୍ ସି ନୂତନ ଆର୍ଥିକ ନୀତି। 26 ଦେଖିବା ନୂତନ ଆର୍ଥିକ ନୀତିରେ କେଉଁ ବୈଶିଷ୍ଟ୍ୟରେ ଘରୋଇ ଉଦ୍ୟୋଗମାନଙ୍କୁ ପ୍ରୋତ୍ସାହନ ଦିଆଯାଇଥିଲା? 26ରେ ଏଠି ଆନ୍ସର ହେବ ଅପସନ୍ ବି ଉଦାରୀକରଣ। ଦେନ୍ ଦେଖିବା 27 ନମ୍ବର ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କୁ ବିଭିନ୍ନ ପ୍ରକାର ସୁବିଧା ପ୍ରଦାନ କେଉଁ ଆର୍ଥିକ ପ୍ରକ୍ରିୟାର ଅଂଶ ବିଶେଷ? 27ରେ ଏଠି ଆନ୍ସର ହେବ ଅପସନ୍ ସି ଜଗତୀକରଣ। କୌଣସି ଦେଶର ମୂଳଦୁଆ ମଜବୁତ କରିବାକୁ କେଉଁ ବିକାଶ କୁହାଯାଏ? 28ରେ ଏଠି ଆନ୍ସର ହେବ ଅର୍ଥନୈତିକ ବିକାଶ। 29 ଦେଖିବା କେଉଁ ବୈଦେଶିକ ଶାସନ କାଳରେ ଆମ ଦେଶର ଶାସନ ବ୍ୟବସ୍ଥା ଅତି ଶୋଚନୀୟ ହୋଇପଡ଼ିଥିଲା? ନା ଇଂରେଜ। ଅପସନ୍ ଡି। ଚାଷୀମାନଙ୍କୁ ବିଭିନ୍ନ ସମୟରେ ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ ପାଇଁ କେଉଁ ସ୍ତରରେ ତାଲିମ ବ୍ୟବସ୍ଥା କରାଯାଉଛି? ଏଠି ଆନ୍ସର ହେବ 30ର ଅପସନ୍ ସି ଗ୍ରାମ ପଞ୍ଚାୟତ ସ୍ତରରେ। 31 ଦେଖିବା ଭାରତୀୟ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଜିନ୍ସ ସାର୍ଟ ପ୍ୟାଣ୍ଟକୁ କେଉଁ ଦେଶର ଲୋକମାନେ ଅଧିକ ପସନ୍ଦ କରିଥାନ୍ତି? 31ର ଆନ୍ସର ହେବ ଯୁକ୍ତରାଷ୍ଟ୍ର ଆମେରିକା। ଦେନ୍ ଦେଖିବା 32 ନମ୍ବର ଭାରତର ଜ୍ଞାନକୌଶଳ ପ୍ରୟୋଗ ପାଇଁ କେଉଁ କ୍ଷେତ୍ରରେ ବିଭିନ୍ନ ସମୟରେ ଗ୍ରାମ ପଞ୍ଚାୟତ ସ୍ତରରେ ତାଲିମ ଦେବାର ବ୍ୟବସ୍ଥା କରାଯାଇଛି? 32ର ଏଠି ଆନ୍ସର ହେବ କୃଷି କ୍ଷେତ୍ରରେ। କେବେ ଭାରତରେ ସବୁଜ ବିପ୍ଳବ ସଫଳତାର ସହିତ କାର୍ଯ୍ୟକାରୀ ହୋଇଥିଲା? 33ର ଏଠି ଆନ୍ସର ହେବ ଅପସନ୍ ଡି 60 ଦଶକରେ। 34 ଦେଖିବା 1948ରୁ 90 ମସିହା ମଧ୍ୟରେ ଦେଶର କେଉଁ ଭିତ୍ତିଭୂମି ସୁଦୃଢ଼ ହେବା ସହିତ ବୈଜ୍ଞାନିକ ଔଦ୍ୟୋଗିକ କ୍ଷେତ୍ରରେ ପ୍ରଭୁତ ସଫଳତା ମିଳିଥିଲା? 34ର ଏଠି ଆନ୍ସର ହେବ ଶିଳ୍ପ କ୍ଷେତ୍ରରେ। ଦେନ୍ ଦେଖିବା ପୃଥିବୀର ପ୍ରତ୍ୟେକ ଭଲ ଜିନିଷ ଦାମୀ ବ୍ରାଣ୍ଡର ଉତ୍ପାଦନ କେଉଁ ନୀତି ପାଇଁ ସମସ୍ତ ଦେଶରେ ଉପଲବ୍ଧ ହେବା ସମ୍ଭବ ହୋଇପାରିଛି? ନା ଏଇଟା ଉଦାରୀକରଣ। ଦେନ୍ ଦେଖିବା 36 ନମ୍ବର ଆମେ ବିଦେଶୀ ତଥା ବହୁରାଷ୍ଟ୍ରୀୟ କମ୍ପାନୀମାନେ ଆମ ଦେଶର ଅଧିକରୁ ଅଧିକ ପୁଞ୍ଜି ବିନିଯୋଗର ସୁଯୋଗ କେଉଁ ପ୍ରକ୍ରିୟାରେ ଉପଲବ୍ଧି କରିପାରୁଛନ୍ତି? 36ର ଆନ୍ସର ହେବ ଏଠି ଜଗତୀକରଣ। 37 ନମ୍ବର ଦେଖିବା ଆମେ ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କର ଯନ୍ତ୍ରପାତିର ଡିଜାଇନ୍ କେନ୍ଦ୍ରର ମୁଖ୍ୟ କାର୍ଯ୍ୟାଳୟ କେଉଁ ଦେଶରେ ଥିବା ଗବେଷଣାଗାରରେ ଥାଏ? 37ର ଆନ୍ସର ହେବ ଆମେରିକା। 38 ନମ୍ବର ଦେଖିବା ପୃଥିବୀର ବିଭିନ୍ନ ଦେଶମାନଙ୍କ ମଧ୍ୟରେ ମୁକ୍ତ ଅବାଧ ନିରପେକ୍ଷ ବାଣିଜ୍ୟ କାରବାର ପ୍ରଚଳନ କରିବା କାହାର ମୁଖ୍ୟ ପ୍ରସଙ୍ଗ ଥିଲା? 38ର ଏଠି ଆନ୍ସର ହେବ ବିଶ୍ୱ ବାଣିଜ୍ୟ ସଂଗଠନ। ଦେନ୍ ଦେଖିବା 39 ନମ୍ବର ଆମେ ଆମ ଦେଶର କ୍ଷୁଦ୍ର ଶିଳ୍ପ ସଂସ୍ଥାଗୁଡ଼ିକୁ କେଉଁ ନୀତି ପାଇଁ ବହୁଳ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିଲେ? କେଉଁ ନୀତି ପାଇଁ?
ना जगतीकरण। देन देखिए कौन सी देशर आर्थिक व्यवस्थार रूपरेख पाइबाक हेले आमको से देशर क्यों विकास को लक्ष्य करा पड़ता है आंसर हो ये अर्थनैतिक। देन देखिए निम्नोक्त केउटी विकासोन्मुखी देश अटे पाकिस्तान। देन देखिए केउटी एक विकसित देश नुहे भारत। देन देखिए केउटी एक विकासोन्मुखी देश नुहे जर्मनी। आर्थिक विकास अनुसार भारत क्यों श्रेणी विकासोन्मुखी। देन देखिए 45 नंबर आम अर्थनैतिक विकास करे क्यों अभिवृद्धि को बुझाई था 45 आंसर ऑप्शन है अर्थनैतिक। 46 देखिए अधुनाम देश क्यों अर्थनीति परिचालित मिश्र अर्थनीति ऑप्शन ए। वर्तमान भारत में प्रचलित अर्थनीति क्यों अर्थनीतिर मिश्रण अटे 47 आंसर हम पुंजीवाद जो हाँ पुंजीवादी और समाजवादी। देखिए 48 1950 मसीह भारत जातीय आय केते टंका थिला 48 आंसर हम ऑप्शन बी 1,18,216 कोटी टंका। देन देखिए 2003-4 मसीह जातीय आय केते थिला 49 आंसर हम से ऑप्शन बी 12,66,500 कोटी। शेष क्वेश्चन देखिए क्योंटी विकासोन्मुखी देशर लक्षण नुहे विकासोन्मुखी देशर आय अधिक यहाँ गोटे लक्षण नुहे। ये तो क्वेश्चन वीडियो भल लगे समस्त वीडियो को लाइक करदेव सांग सहित सेयार कर प्रथम थर विजिट करते चैनल को सब्सक्राइब करके पाखे बेल आइकन प्रेस करदो। थैंक यू।